পଣା সংক্রান্তি স্পেশাল 2 কুইন্টাল পଣା সে বি 2 ঘন্টায় শেষ হয়ে গলা। জয় জগন্নাথ গাইস, তো হ্যাপি পଣା সংক্রান্তি টু অল। জয় হনুমান, জয় শ্রীরাম। তো সকাল সকাল আমি সমস্তে পଣା ডিস্ট্রিব্ୟୁସନ୍ ପାଇଁ ପଣା ବନେଇବା କାର୍ଯ୍ୟକ୍ରମରେ ଲାଗିଗଲୁ। ଆଗ ଦହି 90 କିଲୋ ଦହି ଆସି 2 ପ୍ରକାର ପଣା ଆମର ବନାଲା, ଗୋଟେ ରୁଆବଜା ବାଲା ଆଉ ଗୋଟେ ଏଇଟା ଘୋଳ ଦହି ବନେଇକି ଆସିକି ରେଡି ହେଇକି ଟିକେ ଠାକୁରଙ୍କ ଦର୍ଶନ ପାଇଁ ଆମେ ଭାଇ ଭଉଣୀ ଚାଲିଲୁ ହନୁମାନଙ୍କ ମନ୍ଦିର। ସେଠି ବଢ଼ିଆକି ହନୁମାନ ଦର୍ଶନ କରିଦେଲୁ। ହେ ବାଡ଼ିପଡ଼ାର କିଛି ନାହିଁ, ସବୁଠି ଆଗ ଫଟୋ ଉଠିବାକୁ ଠିଆ ହେଇଯିବ। ତାପରେ ସେଠୁ ଆସିଲା ବେଳକୁ ଆମେ ଦେଖିଲୁ ପୁରା ପଣା ବଣ୍ଟା କାର୍ଯ୍ୟକ୍ରମ ଭଲସେ ଚାଲିଛି। ଲୋକମାନେ ପୁରା ମନ ଖୁସିରେ ପିଇ ଚାଲିଛନ୍ତି। କିନ୍ତୁ ଗୋଟେ ଜିନିଷ ଆମେ ମାର୍କ କଲୁ, ସେ ରୁଆବଜା ମିଠା ପଣା ଅପେକ୍ଷା ଘୋଳ ଦହିର କ୍ରେଜ୍ ପ୍ରବଳ। ଆମ ବିକି ଭାଇ ଗେଷ୍ଟ ହିସାବରେ ଆସିଲେ, ସେଠୁ ପଣା ପିଇ ଦେଇକି ଆମେ ବାହାରି ଯାଇଥିଲୁ ଯେଉଁ ଜୟ ହନୁମାନ ବାନା କିଣି ଯେଉଁ ଘର ଛାତ ଉପରେ ଲଗାନ୍ତିନି, ପୁରା ବାଛା ବୁଛି କରି ସବୁ ରେଡ଼ି କଲା ପରେ ଆମେ ଯାହା ଦେଖିଲୁ ଛାଡ଼, ଘରକୁ ବାଟେ ବାଟେ ଆସିଲୁ। ଇଡଲି ସମ୍ବର ମାମା ବନେଇଥିଲା, ଖାଇଦେଲୁ। ସକାଳୁ କିଛି ଖିଆ ପିଆ ହେଇନଥିଲା ନା, ଭୋକ ପ୍ରବଳ। ଘରେ ଗୋଟେ ବ୍ଲଗର ପୁଅ ଅଛି, କ'ଣ ଗୋଟେ ଭିଡ଼ିଓ ବନେଇବ କ'ଣ କରିବ କିଛି ନାହିଁ। ମାନେ ଶୋଇକି ଉଠିଲା ବେଳକୁ ପଣା ବନେଇ ଭୋଗରାଗ କରି ସବୁ ରେଡ଼ି। ମୁଁ ପ୍ରିପାରେସନ୍ ପ୍ରୋସେସ୍ କିଛି ଭିଡ଼ିଓ କରିପାରିଲିନି। ମୋ ଆଗରେ ଖାଲି ଆଣି ତୋଇଲେ ଗୋଳିଆ ଗଣ୍ଡା କରି ପିଇଲୁ। କିନ୍ତୁ ଯାହା କୁହ, ଯେତେ ଯୋଉଠି ପଣା ପିଇଲେ ଘର ପଣା ତ ସମସ୍ତେ ପୁରା ମନ ଖୁସି କରିକି ପିଇଦେଲୁ। ଆଜି ଯଦି ପଣା ସଂକ୍ରାନ୍ତି ହନୁମାନ ଜୟନ୍ତୀ, ତା ଛଡ଼ା ଆମ ଓଡ଼ିଆମାନଙ୍କ ପାଇଁ ଆଜି ଗୋଟେ ବହୁତ ବଡ଼ ଦିନ। କ'ଣ ଯିଏ ଜାଣିଛ ବୋଧେ ନିଶ୍ଚୟ କମେଣ୍ଟ କରିବ। ତିତଲି ତା ପଣାରେ କାଜୁ ଟିକେ ପକେଇଲା, ତାକୁ ଯେଉଁ ଭିଡ଼ା ଅର୍ଡ଼ର କଲେ ସେ ଭାରି କଷ୍ଟରେ ପିଲା। ତ ସମସ୍ତେ କମେଣ୍ଟ କରିଦିଅ ଜୟ ଶ୍ରୀରାମ।